ବଦଳିଛି ଜନପଥର ନକ୍ସା, ହୋଇଛି ସ୍ମାର୍ଟ ଜନପଥ। 5.8 କିଲୋମିଟର ରାସ୍ତାର ନବୀକରଣ କରାଯିବା ସହ ସୌନ୍ଦର୍ଯ୍ୟକରଣ ପ୍ରତି ବିଶେଷ ଧ୍ୟାନ ଦିଆଯାଇଛି। ରାସ୍ତାର ଉଭୟ ପାର୍ଶ୍ୱଠାରୁ ଆରମ୍ଭ କରି ମେଡିୟନ ଅଞ୍ଚଳରେ ମଧ୍ୟ ବିଶେଷ ରକ୍ଷଣାବେକ୍ଷଣ କରାଯାଉଛି। ହେଲେ ଏବେ ମଧ୍ୟ କିଛି ଅମାନିଆ ଏହାକୁ ସୁରକ୍ଷିତ ରଖିପାରୁନାହାନ୍ତି। ତେଣୁ ଜନପଥର ସୁରକ୍ଷାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍ କଠୋର ଆଭିମୁଖ୍ୟ ଆପଣାଇଛି। କାରଣ ରାଜଧାନୀର ଯେକୌଣସି ସ୍ଥାନକୁ ଯାଆନ୍ତୁ ନା କାହିଁକି, ପ୍ରତ୍ୟେକ ଜନପଥରେ 2 ଚକିଆ ଗାଡ଼ିଠୁ ଆରମ୍ଭ କରି 4 ଚକିଆ ଯାନ ଥୁଆ ହୋଇଥିବାର ଦେଖିବାକୁ ମିଳେ, ଯେଉଁଥିପାଇଁ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି ସାଇକେଲ ଚାଳକ। ଏଣୁ ଏହାକୁ ଦୃଷ୍ଟିରେ ରଖି ଏଭଳି ଚେତାବନୀ ଦେଇଛି ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍। ଏହା ପୂର୍ବରୁ ମଧ୍ୟ ରାସ୍ତା କଡ଼ରେ ପୋଷ୍ଟର ବ୍ୟାନର ମାରିଲେ 50,000 ଫାଇନ୍ ସହ ଥାନାରେ ଏତଲା ଦେବା ପଦକ୍ଷେପ ନିଆଯାଇଥିଲା। ଆଉ ଏବେ ସାଇକେଲ ଟ୍ରାକ୍ରେ ଗାଡ଼ି ଥୋଇଲେ ମୋଟା ଅଙ୍କର ଦଣ୍ଡ ହେବ ବୋଲି ଚେତାବନୀ ଦିଆଯାଇଛି। ପରବର୍ତ୍ତୀ ସମୟରେ ଏନେଇ ସହରବାସୀ ଧ୍ୟାନ ଦେବାକୁ ବିଏସିଏଲ୍ ପରାମର୍ଶ ଦେଇଛି। ଜନପଥର ସୁରକ୍ଷା ଓ ସୌନ୍ଦର୍ଯ୍ୟକରଣରେ ଯଦି କେହି ବାଧା ଆଣେ, ତେବେ ତାଙ୍କ ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ କୁହାଯାଇଛି। ଏନେଇ ଟ୍ୱିଟ୍ କରି ବିଏସିଏଲ୍ ସହରବାସୀଙ୍କୁ ଚେତାବନୀ ଦେଇଛି। ଭୁବନେଶ୍ୱରରୁ ହରପ୍ରସାଦ ବିଷୟଙ୍କ ରିପୋର୍ଟ, ରିପୋର୍ଟର୍ସ ଡେ।